ପରଦିନ ସକାଳେ କାଉ ଆଉ ତାର ସ୍ତ୍ରୀ ତାୱା ଧରି ଜଙ୍ଗଲ ଭିତରକୁ ଗଲେ। ତମେ ଏଠି ନିଆଁ ଜଳଉଥାଅ, ମୁଁ ଯାଉଛି ଚଢ଼େଇ ଅଣ୍ଡା ଆଣିବି। ଏମିତି କହି କାଉର ସ୍ତ୍ରୀ ଅଣ୍ଡା ଖୋଜିବା ପାଇଁ ଚାଲିଗଲା। କିଛି ଦୂର ଗଲା ପରେ ସେ ଗୋଟେ ଚଢ଼େଇ ବସା ଦେଖିଲା ଆଉ ଲୁଚି ଲୁଚି ସେ ଚଢ଼େଇ ଉପରେ ନଜର ରଖିଲା। ରାତି ହେବା ପୂର୍ବରୁ ମୁଁ ଯାଉଛି କିଛି ଖାଇବା ନେଇ ଆସେ। ଏମିତି କହି ସେ ଚଢ଼େଇ ଖାଇବା ଆଣିବା ପାଇଁ ଚାଲିଗଲା। ତା ଉପରେ ନଜର ରଖିଥିବା କାଉର ସ୍ତ୍ରୀ ତା ବସା ପାଖକୁ ଗଲା ଆଉ ତାର 2ଟି ଅଣ୍ଡା ଚୋରି କରି ନେଇଗଲା। ଆରେ ଇଏ କ'ଣ? ତୁ ସେଇ ଚଢ଼େଇର 2ଟା ଯାକ ଅଣ୍ଡା କାହିଁକି ଆଣିଲୁ? ସେ ତ କାନ୍ଦି କାନ୍ଦି ମରିଯିବ। ସେ ଚଢ଼େଇର ଅଣ୍ଡା ବହୁତ ଛୋଟ। ଗୋଟେ ଅଣ୍ଡା ଆଣିଥିଲେ କ'ଣ ପେଟ ପୁରିଥାନ୍ତା? ତମେ ବେଶୀ କଥା ନ କହି ଶୀଘ୍ର ଏ ଅଣ୍ଡା ଭାଜ, ମୋତେ ଭାରି ଭୋକ ଲାଗିଲାଣି। କାଉ ସେ 2ଟା ଯାକ ଅଣ୍ଡା ଭାଜିଲା। କାଉର ସ୍ତ୍ରୀ ସବୁ ଅଣ୍ଡା ଖାଇଦେଲା। ଆରେ ବାଃ ବାଃ, ଏ ଅଣ୍ଡା ଭଜା ସତରେ ବହୁତ ବଢ଼ିଆ ହେଇଛି। ସବୁଦିନ ଯଦି ଏମିତି ଅଣ୍ଡା ଭଜା ଖାଇବାକୁ ମିଳନ୍ତା ନା, ମଜା ଆସିଯାଆନ୍ତା। ତୁ ତ ସବୁ ଅଣ୍ଡା ଖାଇଦେଲୁ, ଏବେ ମୁଁ କ'ଣ ଖାଇବି? ମୁଁ ଯାଉଛି ଆଉ ଗୋଟେ ଚଢ଼େଇର ଅଣ୍ଡା ଆଣିବି। ଏମିତି କହି କାଉ ଅଣ୍ଡା ଖୋଜିବା ପାଇଁ ଚାଲିଗଲା। ସେ ଗୋଟେ ପାରାର ବସା ଦେଖିଲା। ସେତେବେଳେ ପାରା ତା ବସାରେ ନଥିଲା। ଏମିତି ଦେଖି କାଉ ତା ବସାରୁ ଅଣ୍ଡା ଚୋରି କରି ନେଇ ଆସିଲା। ପ୍ରଥମେ ମୋ ଅଣ୍ଡା ଚୋରି ହେଲା, ତାପରେ ଚଢ଼େଇର 2ଟା ଯାକ ଅଣ୍ଡା ଚୋରି ହେଲା, ଆଉ ଏବେ ପାରାର ବି ଅଣ୍ଡା ଚୋରି ହେଇଗଲା।